ସତ କହିଲେ ଜଗନ୍ନାଥ, ମିଛ କହିଲେ ମହାପାପ। ଏହା ପ୍ରତିଟି ଓଡ଼ିଆ ଘରର ଏକ ପ୍ରଚଳିତ କଥା। ମୁଁ ଏ କଥା ଆପଣମାନଙ୍କୁ ଏଇଥିପାଇଁ କହୁଛି, ଦୀଘାରେ ଯେଉଁ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଇଛି, ସେଠାକାର ମୁଖ୍ୟମନ୍ତ୍ରୀ ତାକୁ ଜଗନ୍ନାଥ ଧାମର ନାଁ ଦେଇଛନ୍ତି। ଭାରତରେ 4ଟି ଧାମ ରହିଛି, ତା ଭିତରୁ ପୁରୀ ଶ୍ରୀକ୍ଷେତ୍ର ହେଉଛି ଏକ ଧାମ। କିନ୍ତୁ ଦୀଘାରେ ଯେଉଁ ମନ୍ଦିର ହେଇଛି ତାକୁ ଜଗନ୍ନାଥ ଧାମର ନାଁ ଦେବାର କଣ କାରଣ ରହିଛି? ସବୁଠାରୁ ଦୁଃଖର କଥା ହେଉଛି ଦଇତାପତି ନିଜେ ଓଡ଼ିଆ ଲୋକ ହେଇ ବାରମ୍ବାର ନିଜ ମନ୍ତବ୍ୟରୁ ଓହରୁଛନ୍ତି କଣ ପାଇଁ? ଯେ ବଙ୍ଗଳାରେ କହିଛନ୍ତି କି ଦାରୁ ବ୍ରହ୍ମ ସେ, ତ ଦାରୁ ତ ଗୋଟେ, ସେ କେମିତି ଦାରୁ ବ୍ରହ୍ମ ହେଲେ? ଏବଂ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର ପୁଣି କହିଛନ୍ତି, ନିଜ ମନ୍ତବ୍ୟ ରଖିଛନ୍ତି ଯେ କି ପଥର ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରିନାହାନ୍ତି, ସେ କରିଛନ୍ତି କାଠ ନିର୍ମିତ ମୂର୍ତ୍ତି। ଯେତେବେଳେ ରିପୋର୍ଟର ମାନେ ପଚାରିଛନ୍ତି ଯେ ଏତେ କାଠ ଆପଣ ଆଣିଲେ କୋଉଠୁ, ସେତେବେଳେ ସେ କହିଛନ୍ତି ଯୋଉ ପୁରୀ ମନ୍ଦିରରେ ଯୋଉ ନବକଳେବର ଟାଇମରେ ବଳକା ଲିମ୍ବ ଦାରୁ ବଳି ଯାଇଥାଏ, ସେହି ଦାରୁରେ ନିର୍ମାଣ କରି ମୂର୍ତ୍ତି ନିର୍ମାଣ କରି ମୁଁ ଦୀଘାକୁ ନେଇଯାଇଥିଲି, ନିଜ ସାଙ୍ଗରେ ନେଇଯାଇଥିଲି ଏବଂ ସେଠାରେ ପ୍ରାଣ ପ୍ରତିଷ୍ଠା କଲି। ଆପଣ କେମିତି ଦାରୁକୁ ପୁରୀରୁ କାହାର ବିନା ପରାମର୍ଶରେ କେମିତି ନେଇଗଲେ? ପୁରୀ ପ୍ରଶାସନ ଜାଣିପାରିଲାନି, କେହି ଜାଣିପାରିଲେନି, ଆପଣ ନେଇଗଲେ, ଯାଇକି ଦୀଘାରେ ପ୍ରାଣ ପ୍ରତିଷ୍ଠା କରିଦେଇ ଆସିଲେ। ଆଉ ଯୋଉମାନେ ଭୁଲରେ ବି କହୁଛନ୍ତି ଯେ ଶ୍ରୀମନ୍ଦିରର ଅବିକଳ ରୂପ ଦିଆଯାଇଛି, ବିଲକୁଲ ବି ଭୁଲରେ ବି ଏକଥା କୁହନ୍ତୁନି। କାହିଁ ଶ୍ରୀମନ୍ଦିର ଧାମ ଅଲଗା, ଜଗନ୍ନାଥ ମନ୍ଦିର ଅଲଗା, ତା ସହିତ ଆର କୌଣସି କମ୍ପାରିଜନ ହବା ଦରକାର ନାହିଁ। ଏ ବିଷୟରେ ଆପଣଙ୍କର କଣ ମତାମତ ରହିଛି ମତେ କମେଣ୍ଟ କରି ନିଶ୍ଚିତ ଜଣାଇବେ। ରହିଲି, ଜୟ ଜଗନ୍ନାଥ।